ଆପଣଙ୍କୁ ଚାରୋଟି ଶବ୍ଦ ମନେ ରଖନ୍ତୁ ଏବଂ ଚେଷ୍ଟା କରନ୍ତୁ ସେୟା କରିବା ପାଇଁ। ତାହେଲେ ଆପଣ ନିଜେ ନିଜକୁ ସମ୍ଭାଳିବେ ବା ଉନ୍ନତି କରିବେ। ପ୍ରାର୍ଥନା। ପ୍ରାର୍ଥନା ମାନେ ସରେଣ୍ଡର ଟୁ ଗଡ୍। ତାପରେ ଆସିଲା ଆପଣଙ୍କର ପ୍ରଚେଷ୍ଟା। ପ୍ରଚେଷ୍ଟା ହେଲା ପରିଶ୍ରମ କରିଚାଲନ୍ତୁ, କାର୍ଯ୍ୟ କରିଚାଲନ୍ତୁ। ପ୍ରଚେଷ୍ଟା ପରେ ଆପଣଙ୍କର ତାର ରେଜଲ୍ଟ କେବେ ଖୋଜନ୍ତୁନି, କ'ଣ ହବ, ବୁଝିଲେ? ତେଣୁ ଆପଣ ପ୍ରତୀକ୍ଷା କରନ୍ତୁ, ତା ଫଳ ସାଙ୍ଗେ ସାଙ୍ଗେ ନ ଖୋଜି ପ୍ରତୀକ୍ଷା କରନ୍ତୁ। ଏ ତିନୋଟି ଯାକ କରିସାରିଲା ପରେ ଆପଣଙ୍କର ତଥାପି ଆପଣ ଭାଙ୍ଗି ପଡ଼ିବେ ନାହିଁ। ଭାଙ୍ଗି ପଡ଼ିଲେ ଆଉ କିଛି କାର୍ଯ୍ୟ କରିପାରିବେନି। ପ୍ରେରଣା ଦରକାର। ପ୍ରେରଣା ବି ମଧ୍ୟ କେହି ଆପଣଙ୍କୁ ଦେବେ ନାହିଁ। ଆପଣ ନିଜେ ନିଜକୁ ପ୍ରେରଣା ଦେଇ ପୁଣି କାର୍ଯ୍ୟ ଅବ୍ୟାହତ ରଖିବାକୁ ପଡ଼ିବ। ତାହେଲେ ଯାଇ ଆପଣଙ୍କର ଜୀବନରେ କିଛିଟା ଉନ୍ନତି କରିବେ ବା ସକ୍ସେସଫୁଲ୍। ଏଇ ଚାରୋଟି ଶବ୍ଦ ମନେ ରଖନ୍ତୁ: ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା ଏବଂ ପ୍ରେରଣା। ଧନ୍ୟବାଦ।